Over. Hallelujah. Hallelujah. Yeah, I am audible. ठीक ଅଛି ତ ମୁଁ ଓକେ ପ୍ରେଜ୍ ଦ ପ୍ରଭୁ ଆମକୁ ଅନୁଗ୍ରହ କରନ୍ତୁ ଆଉ ଗୋଟେ ନୂତନ ବର୍ଷ ଦେଖିବାକୁ ପ୍ରଭୁ ଆମକୁ ଦେଲେ ଏଥିପାଇଁ ପ୍ରଭୁଙ୍କୁ ଧନ୍ୟବାଦ ପ୍ରଭୁଙ୍କର ମହିମା ପ୍ରଭୁଙ୍କର ପ୍ରଶଂସା ହେଉ ପୁନର୍ବାର ଆମେ ସମବେତ ହେଇପାରିଛୁ ଏଥିପାଇଁ ତାଙ୍କର ଧନ୍ୟବାଦ କରୁ କରୁ ନୂତନ ବର୍ଷର ଅଭିନନ୍ଦନ ପୁଣି ଶୁଭେଚ୍ଛା ନମସ୍କାର ସମସ୍ତଙ୍କୁ ପ୍ରେଜ୍ ଦ ମୁଁ ବହୁତ ଦୁଃଖିତ ଗତ ମାସ ଅର୍ଥାତ୍ ଆମର ଗେଟ୍ ଟୁଗେଦର ମିଟିଂ ଆସିପାରିନି ସେଥିପାଇଁ ମୁଁ ଟିକେ ଦୁଃଖ କରୁଛି ଯେହେତୁ ସେମିତିକା ପ୍ରୋଗ୍ରାମ ଥିଲା ଅନଆଭଏଡେବଲ ପ୍ରୋଗ୍ରାମ ଥିଲା ସେଥିପାଇଁ ଖାଲି 23 ନାହିଁ ଆଉ କେତେଟା ପ୍ରୋଗ୍ରାମ ମଧ୍ୟ ମୋର କ୍ୟାନସଲ ହେଇଯାଇଥିଲା ସେମିତିକା ବନ୍ଧୁମାନଙ୍କ ସହିତ ନିଶ୍ଚିତ ଭାବରେ ମିଶିବାର ଥିଲା ସେଥିପାଇଁ ମୁଁ ଆଉ ଆସିପାରିଲିନି ସେଥିପାଇଁ ଆଉ ଆପଣମାନଙ୍କୁ ମଧ୍ୟ କ୍ଷମା ମାଗୁଛି ନେକ୍ସଟ ଟାଇମ ଯୋଉଠି ମିଶିଲେ ଆମେ ନିଶ୍ଚୟ ମିଶିବା ଆମେ ଚିନ୍ତା କରିଛୁ ଆମର ଥିଓଲୋଜିକାଲ ସେମିନାର अपग्रेडिंग କରିବା ପାଇଁ କିଛି ଗୋଟେ ସମସ୍ତେ ଚିନ୍ତା କରୁଛୁ କେମିତି ଅପଗ୍ରେଡ କରିବା କେମିତି ଆଗକୁ ବଢିବା ସେ ଚିନ୍ତା ଆମର ସମସ୍ତଙ୍କର ରହିଛି ପ୍ରାର୍ଥନା କରନ୍ତୁ ଯେପରି ଆଗକୁ କିଛି ବଢି ପାରିବା କିଛି କରିପାରିବା ଆମେ ଗତ ଥରଟା ଥିଓଲୋଜିକାଲ ସେମିନାର ଗୋଟେ ବେସିକ ଟ୍ରେନିଂ ଆମେ ଦେଇଥିଲୁ ଆଶା ରଖିଛୁ କିଛି ଗୋଟେ ଆଗକୁ କରିବା ପାଇଁ କିନ୍ତୁ ଭାବୁଛି ଆମର ଟିକେ ଅଳ୍ପ ବାକ୍ୟ ଆଲୋଚନା କରିବା ପ୍ରଭୁଙ୍କ ବିଷୟକ ଚିନ୍ତା କରିବା ତାପରେ ଆଲୋଚନାରେ ଆଗାମୀ ଦିନ ମାନଙ୍କରେ କଣ କରିବାକୁ ଆମେ ଚାହୁଁଛୁ ସେ କଥା ଆପଣମାନଙ୍କୁ ଟିକେ କହିବାକୁ ଚାହୁଁଛୁ ତା ପୂର୍ବରୁ ଆମେ ପ୍ରାର୍ଥନା ବାଟ ସବୁ ନିଶ୍ଚୟ କରିଛନ୍ତି କିନ୍ତୁ ବାକ୍ୟ ପାଇଁ ଟିକେ ପ୍ରାର୍ଥନା କରିବା କେଇ ଜଣଙ୍କୁ ଅନୁରୋଧ କରେ ଏନିବଡି ୱାନ୍ କେଇ ଜଣ ଚାହୁଁଛନ୍ତି ପ୍ରାର୍ଥନା କରନ୍ତୁ Ruang leon kutinan jinjin muda mari deman walen kitungan rajan narasa kamangan jakma kitungan jakitu. Aman maitam bernanam ji bati kud purtin oraran gadi pindo anlen manranjiwang alai kani royongan dajing manranji sai leji janang dek kan royongan anyang binasan anin cia mangan royong na kasa bindo aman dong len tinyem le menyam nam bati dong le tikoi le nasan gamang tung kan bangsa royongan anyang lai sora jom theological seminary san le ayenganti onna madong bernanam aupling binasan gamang tung jaru bernanam ji kani gamang tung kam bernanam ji manreng na ruti pun kan bernanam ji na tangoran janadi manreng na kanina gamang tung kan kudban do kam bernan aman na apar magtanayam ligam bernan de kule do kan bernan hitungan ang para de kule do kun bernan hitungan na gamle itinte bernan ji kan jaru jaru gram gaman ji gamang tung anyang na binasan dajinganti onnam ji anlen aru kule nai drukunaling leng gamang tung marit jangdanam sanayam nam jangkada dagi gan lam banuti nam tilen do onnam sering itinte anyanangan ji anyang tai kuni nyanangan ji nyadap gamang tung amdang le monaling lenci ugarling lenci tertum le kani nyanangan pati manring nalin garbir na manring nan roitat manring nan banangsan irsin serabinasan gamang tung agoy tay etigoy im natile dong le nyadam le onna madong apsita asing birin apsita gamang tung dejingti onnam jian len aru kulina diktin aru kulina asing birin siling masur pitai do ne ko atal na dinalingan yang tegam le kani bangsa rukunan jian len oke baru ke rukunan janyang tai aman putub lena dong etigo imna ci imna mana tille dong le nyandram le jisu mari nyumling na makar betina ba amen amen thank you ଗତ ବର୍ଷର
अर्थात हाँ गत मास डिसेम्बर 25 निमंते गोटे जगार गोटे चर्च को मते डाकिथिले आसिले मु चिंता करथिले मु कोन कहबी आ मु भाबिली जीशुଙ୍କ जन्म विषय तो निश्चय कहबार अछि ଆଉ ଯୀଶୁଙ୍କ ଜନ୍ମ ବିଷୟ କହୁ କହୁ ଯୀଶୁ କଣ ପାଇଁ ଆସିଥିଲେ କଣ ପାଇଁ ପ୍ରଭୁ ଆସିଥିଲେ ସେ ବିଷୟରେ ମୁଁ ଟିକେ ଅଧ୍ୟୟନ କରୁଥିଲି ଖୋଜୁଥିଲି ରିସର୍ଚ୍ଚ କରୁଥିଲି ଇଆଡେ ସିଆଡେ ପଢୁଥିଲି କିନ୍ତୁ ତା ଭିତରେ ଆଉ ଗୋଟେ ନୂଆ ବିଷୟ ମୁଁ ଜାଣିବାକୁ ପାଇଲି ଯୋଉଟା କି ଏତେ ପ୍ରଚାର ହେଇନି ଗୋଟେ ସତ୍ୟ ଗୋଟେ ବାସ୍ତବ କଥା ଯାହାକି ବେଶୀ ପ୍ରଚାର ହେଇନି ମୁଁ ଶୁଣି ନାହିଁ ସେ ଗୁଡିକ ଆଉ ଯୋଉଟା କି ଇଂଲିଶରେ କହୁଛନ୍ତି ଅନପ୍ଲେଜେଣ୍ଟ ଟ୍ରୁଥ କେତେଟା ବିଷୟ ପ୍ରଭୁଙ୍କର ସହିତ ଯୋଉଟା ଅଛି ଯୋଉଟା କି ଲୋକେ ଗ୍ରହଣ କରିବା ପାଇଁ ଏତେ ପସନ୍ଦ କରିବେ ନାହିଁ ସେମିତିକା ବିଷୟ ଯାକ ପାଇଲି ଅର୍ଥାତ୍ ଯୀଶୁଙ୍କର ଯେତେବେଳେ ଜନ୍ମ ସମ୍ବନ୍ଧରେ ଜନ୍ମ ସମ୍ପର୍କରେ ଏବଂ ସେ ଯେ ବାସ କଲେ ଏ ଜଗତରେ ରହୁ ରହୁ ସେ କେମିତି ସବୁ କରୁଥିଲେ କେମିତି ସବୁ ରହୁଥିଲେ କେମିତି ଅବସ୍ଥା ରହୁଥିଲେ କେମିତି ପରିସ୍ଥିତି ସେ ବିଷୟରେ ଟିକେ ମୁଁ ଯେତେବେଳେ ଅଧ୍ୟୟନ କରୁଛି ସେଟା ପାଇକି ମତେ ବଡ ବଡ ଆଶ୍ଚର୍ଯ୍ୟ ଲାଗିଲା ଯୋଉଟା କି ଆମେ ମନୁଷ୍ୟ ମାନେ ସେଟା କେବେ ବି ଚାହିଁବୁ ନାହିଁ ସେ ବିଷୟରେ ଆଜି ଟିକେ ଆମେ ଆଲୋଚନା କରିବୁ କିନ୍ତୁ ତା ପୂର୍ବରୁ ଗୋଟେ କଥା ମୁଁ କହିବାକୁ ଚାହେଁ ଯେ ଆମେ ଯେତେବେଳେ ଏଟା ଥିଓଲୋଜି ସୌରାଜ ଶିଖୁଛୁ ଥିଓ ମାନେ ଈଶ୍ୱର ଏଟା ମନେ ରଖନ୍ତୁ ଆମେ ବାଇବଲ ଅଧିକା ଜାଣିଛି ବାରମ୍ବାର ମୁଁ ଅନେକ ପଢିଛି ବାଇବଲ ବିଷୟରେ ବହୁତ ଜାଣିଛି ସେ ନେଇକି ଆପଣ କେବେ ମଧ୍ୟ ଗର୍ବ କରିପାରିବେ ନାହିଁ ଯଦି ବାଇବଲର ଜ୍ଞାନ ଅଛି ପ୍ରଭୁଙ୍କୁ ଅଧିକା ଜାଣିଛି ତାହେଲେ ସେ ସେଇ ଭାବନାରେ ଯଦି ଗର୍ବ କରୁ ହେଲେ ସେଇଟା ପ୍ରକୃତରେ ପ୍ରଭୁଙ୍କୁ ଆମେ ଜାଣିନା ଯେହେତୁ ଯୋଉମାନେ ପ୍ରଭୁଙ୍କୁ ଅଧିକା ଜାଣନ୍ତି ନମ୍ର ହୁଅନ୍ତି ଦୁଇଟା ଉଦାହରଣ ପୁରାତନ ନିୟମରେ ମଶା ପୃଥିବୀସ୍ଥ ସମସ୍ତ ଲୋକମାନଙ୍କ ଭିତରେ ନମ୍ର ବ୍ୟକ୍ତି ଆକ୍ଚୁଆଲି ତାଙ୍କ ସମୟର କଥା ସେଇଟା ଯେ କି ଡାଇରେକ୍ଟ ଈଶ୍ୱରଙ୍କ ସହିତ କଥାବାର୍ତ୍ତା କରି ଈଶ୍ୱରଙ୍କୁ ତାଙ୍କ ସମୟ କିନ୍ତୁ ସେଥିପାଇଁ ଆପଣଙ୍କୁ ଶୂନ୍ୟ କର ତାଙ୍କର ପାୱାର ତାଙ୍କ ଯୋଉ ଅଧିକାର ସେ ବସ୍ତ୍ର ପରିଧାନ କରନ୍ତି ଦୀପ୍ତିକୁ ପରିଧାନ କରନ୍ତି ଏବଂ ସମ୍ଭ୍ରମ ଗୌରବରେ ତାଙ୍କ ଅତି ଭୟଙ୍କର ତାଙ୍କ ପାଖକୁ କେ ଯାଇ ପାରିବେ ନାହିଁ ସାଧାରଣ ଆମେ ସେ କଥା ଯେତେବେଳେ ଚିନ୍ତା କରୁ ଜଗତର କଥା ଗୁଡିକୁ ମଧ୍ୟ ଟିକେ ଚିନ୍ତା କରୁ ଗୋଟେ ସୁପର ପାୱାର ମାନେ ଫାର୍ଷ୍ଟ କ୍ଲାସ ବା ସୁପର ପାୱାର ଥିବା ଅଫିସର ମାନଙ୍କୁ ନିକଟକୁ ଯୋଉ ସହଜରେ ଯାଇପାରିବେ ନା କେ ସହଜରେ ହଠାତ୍ ଯାଇପାରିବ ନାହିଁ ସାଧାରଣ କଥା କଲେକ୍ଟର ପାଖକୁ ସିଧାସଳଖ ଆମ ଦୌଡ଼ିକି ଯାଇପାରିବେ କେତେ ରାସ୍ତାରେ କଣ କଥା ଅଛି ଆଗରୁ ଆଗରୁ ଆପଏଣ୍ଟମେଣ୍ଟ ମାଗିବେ କେତେ କଥା କରିକି ଲୋକଙ୍କ ପାଖକୁ ପହଞ୍ଚିବାର ସାଧାରଣ କଥା ସେଟା ଆଉ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ପାଖକୁ ଗଲେ କେତେଟା ଚ୍ୟାନେଲ ଦେଇକି ଯିବାର ଅଛି ଆଉ ପ୍ରଭୁଙ୍କ ପାଖକୁ ଗଲେ ଆଉ କେମିତି ହେବ ଯଦି ମାନେ ଜାଗତିକ ଭାବରେ ତୁଳନା କଲେ ସେଥିପାଇଁ କିନ୍ତୁ ସେ ଆପଣାକୁ ଶୂନ୍ୟ କଲେ ହୁଁ ଏରା ଅତି ଗୁରୁତ୍ୱପୂର୍ଣ୍ଣ ବା ରହସ୍ୟପୂର୍ଣ୍ଣ କଥା ସେଥିପାଇଁ ସେ କୁହାଯାଏ ସମସ୍ତ ଲୋକଙ୍କ ପାଇଁ ସେ ଅତି ଏତେ ନମ୍ର କଲେ ଯେତେବେଳେ ପିତା ଈଶ୍ୱର ତାଙ୍କୁ ସର୍ବୋଚ୍ଚ ନାମ ଦେଇଛନ୍ତି ହାଲେଲୁୟା ସେଥିପାଇଁ କହିବାର ମୁଖ୍ୟ ଉଦ୍ଦେଶ୍ୟଟା ପ୍ରିୟ ଭାଇ ଭଉଣୀ ମାନେ ପ୍ରଭୁଙ୍କର ସନ୍ତାନଗଣ ଆପଣ ଯୀଶୁଙ୍କୁ ପ୍ରଭୁଙ୍କୁ ଯେତେ ଜାଣିଛନ୍ତି ଯେତିକି ଜାଣୁଛନ୍ତି ବାଇବଲ ଯେତିକି ଅଧିକ ଭିତରକୁ ଯାଉଛନ୍ତି ୟୁ ହ୍ୟାଭ୍ ଟୁ ବି ଭେରି ହାମ୍ବଲ ପର୍ସନ aman dikten lagap marada bendet. Bijan kaninsan dah kolen actually len
कितुना आगलम ते ना मनरा कनिसा ना मंगना डकोय एटा टिके सब बड़े मन रखिबा लेजिंग तरफ सिते बन लेना लगत दम लेना सनाल में कर एटा ईश्वरंकर रास्ता द वे ऑफ गॉड इज ह्यूमिलिटी सेतु जीसु कहले मोठारु शिख मु मृदुशील एवं नम्रचित तांकटार शिखबार अछि अलगा काटु शिखेबार नाही एई विषयटा मु आज टिके कहबाक चाहूछि जाकि अप्रचारित बा अप्रकाशित अल्प कहते किंतु एते स्पष्ट भाव नहीं आम से अल्प टिके आलोचना करू जीशुंकर जन्म एवं से तांकर बासस्थान जन्मस्थान एवं बासस्थान विषय टिके आमे आलोचना करू तांकर जन्म विषय जन्मस्थान आमे जानिछु कोठी जन्म हेतिले आमे सेति पई तीनटा पद पढिबा प्लीज रीड समबडी के जने पढंतु पुरातन नियम को आसीबा मिखा 5:2 आमे जानिछु अवश्य किंतु जस्ट पढि देबा मिखा 5:2 आ नूतन नियम रे माथ्यू 2:1 एवं लूक 2:4 ମିଖା 5:2 ମାତ୍ର ହେ ବେଥଲିମ୍ ଉପ୍ରାଥା ଜିହୁଦାର ସହସ୍ରଗଣ ମଧ୍ୟରେ କ୍ଷୁଦ୍ର ଯେ ତୁମ୍ଭ ମଧ୍ୟରୁ ଇସ୍ରାଏଲର ଶାସନକର୍ତ୍ତା ହେବା ନିମନ୍ତେ ଆମ୍ଭ ଉଦ୍ଦେଶ୍ୟରେ ଏକ ବ୍ୟକ୍ତି ଉତ୍ପନ୍ନ ହେବେ ପୁରାତନ କାଳରୁ ଅନାଦି କାଳରୁ ତାହାଙ୍କର ଉତ୍ପତ୍ତି परमेश्वर को योजना निज पुत्र कोटी जन्म हेबार अछि परमेश्वर योजना आगरु आगे सेरा इटरनली प्लान सेरा जीशुंकर आसीबार कथा में आदि पुस्तक 3:15 का देखु केमती जन्म हेबे कोटी आसबे ईश्वरंकर योजना सब गीत संहिता 31:15 लेखा अछि मोर समस्त समय तुमर हस्तगत आमर एजेंडाटा ईश्वरंकर हाथ रे अछि एले तांक पुत्रंकर एजेंडा थिबो कोटी जन्म हेबे केमती आसबे सब से विषय सब लेखा अछि अर्थात तांकर जन्म कथा सेरा बेथलेम रो इफ्राता बेथलेम अंचलटा इफ्राता कोटी गोटे एक्जाक्ट आमे जानिनु एले सेरा गुप्त स्थान निश्चय से बेथलेम रो इफ्राता रे आउ माथ्यू 2:1 एवं लूक 2:4 ମାଥ୍ୟୁ 2:1 ହେରୋଦ ରାଜାଙ୍କ ସମୟରେ ଜିହୁଦା ପ୍ରଦେଶର ବେଥଲିମରେ ଯୀଶୁଙ୍କ ଜନ୍ମ ହେବା ପରେ ଦେଖ ପୂର୍ବ ଦେଶର କେତେକ ପଣ୍ଡିତ ଜେରୁସାଲେମକୁ ଆସି କହିଲେ अच्छा लूकटा मते पढि देबा 2:4 ଲୋକ ପୁଣି 2:4 ପୁଣି ଯୋସେଫ ମଧ୍ୟ ନାମ ଲେଖାଇବା ନିମନ୍ତେ ମରିୟମଙ୍କ ସହିତ ଗାଲିଲିର ନାଜରିତ ନଗରକୁ ଜିହୁଦା ପ୍ରଦେଶର ବେଥଲିୟମ ନାମକ ଦାଉଦଙ୍କ ନଗରକୁ ଗଲେ କାରଣ ସେ ଦାଉଦଙ୍କ ବଂଶ ଓ ଗୋଷ୍ଠୀର ଲୋକ ଥିଲେ राइट हेबे आग्रह के लेखा अछि बेथलेम रे जन्म हेबे बेथलेम रिफ्राता रे आउ बेथलेम रे जन्म हिचंती किंतु एग्जैक्ट बेथलेम नगर रे हुए तो इफ्राता गोटी अंचल थियोलॉजियंस कहउछंती जेतेबेले तांकर निज गाँ रु जोटी थिले से गाँ रु चालिका आसथिले आउ मरियम प्रेग्नेंट थिले गर्भवती चालिका आसु आसु केते कहंती निश्चय से रास्ता रे बेथलेम पाखा पाखे बा रास्ता रे हुए तो तांकर जन्म हेतिबो यीशुंकर जर कि इफ्राता के अंचल बेथलेम अंचलटा निश्चय सेठी जन्म हिचंती केते जण कहंती हेई पारे आमे ताकू आमे मना करि पारिबानी देखंतु एरे कहवार उद्देश्य आमर पिला मानकु जे आमे जेतेबे गोटे शिशु को एक्सपेक्ट करूछु आमर गोटे पिला हेबार अछि जेतेबे आमे अपेक्षा करूछु आमे समस्त सुविधा व्यवस्था करू कोटी जन्म हेबो को डॉक्टर कोटा बेस्ट डॉक्टर आम अंचल रे आम पाखा पाखी रे को हॉस्पिटल बेस्ट हॉस्पिटल कार पाखु नेले संपूर्ण सुरक्षा पाइब आमे सब सेरा हिसाब करूछु आमे से हिसाब करके आमे लोकन पाखु से पहुंचू एवं से घर को जेते आसीबे तांको केमति एटी रखबा आमे मोर प्रथम संतान जन्म हैला मो झियो ता पूर्वरु जेतेबे डेट डॉक्टर माते डेट दियंतु एग्जैक्ट हुए न त आगे पछ हुए हमर ठीक डेरी हैला तांकर डॉक्टर डेट अनुसार किंतु ता पूर्वरु मोर मिसेसंकर आई से आगरु आका केतरा पिला पाए बोले लुगा केतरा रेडी कर देतिला हाथ रे दिजे सिलाई की से सोबा पाए बोले रेडी कर देति अरे साधारण कथा एले केते लोक तो
कोटी पिला आसिले कोड रहबो केमती खेळना सजेइ देबे कोन कोन डेकोरेशन कोन करूछन हमर माने अवेलेबिलिटी बा हमर क्षमता अनुसार किछि गोटे सजौछु किछि अपेक्षा करूछु हमर पिला को डॉक्टर पाकु नेबा के भल ट्रीटमेंट करबो को हॉस्पिटल को नेबो आउ आसिले केमती सजा हेबो घर सब आमे रेडी करूछु आमे साधारण लोक माने किंतु टिके भाबंतु सोवरिंग गॉड सर्वव्यापी परमेश्वर निजर संतान को आसिया पई केमती से अवस्था है रास्ता रे जन्म तो हेले कोटी एक्जाक्टली आसे बेथलियम से गुहाड़ कुंड जन्म होइছে ता हम लेखा नाही किंतु सेठी ताकू गुहाड़ कुंड रे सोइछन्ते से कथा हम जानू सेटा भी आ गोटे कथा एते ये जे सेठी आसु आसु सेमान निश्चय शुणिचंती किंतु अलगा लोक माने जेते स्पीड आसबा कथा सेते स्पीड निश्चय आसी ना आसी पाले नाही जोटू सेमान आसुथिले सेमाने को केतरा कोंती लोके जोटू आस्तिले प्राय 80 किलोमीटर चालिक आस्तिबे सेते तो कम्युनिकेशन सिस्टम निश्चय गधवा का बसै जानथिबो केते स्लो आस्तिबो 80 किलोमीटर केते समय लागबो देखंतु आमे चाली गले बते 3 दिन रे पहुंचवा से आ से गर्भवती महिला के दिन लागथिबो हेले परमेश्वर काई केमति प्लान आ गोटे कथा मद मन रखिबा इवन द गर्भस्थ शिशु मध्य अनुभव करि पारछि बारी पारछि जानि पारछि सब घटना गुडी बापा मां कर स्वर जानि पारबो एटा बाइबल रे लेखा जोहन जोहन जेतेबे तांको माता गर्भ थिले मरियम जेतेबे गला सेट कथा में देखुछु सेरा बारी पाला के आसी मो घर को से जोहन ता मार गर्भरु जानि पाला से नाची उठला मोर प्रभु आछंती बोली सेति पई पाश्चात्य देश रे कोन जेतेबे शिशु तैयारी हुए गर्भ रे सेट्रुआ का पाठ पढेबा सिखौछंती पुनी एला की पिला आ कोन तार इंटरेस्ट सेट्रुआ के जणाबो सेट्रु आरंभ ट्रेनिंग सेट्रु आरंभ हो जाउ से जाउ से अलगा पाठ पाठ हमर बदे खांतीनी किंतु कहबार उद्देश्य गर्भस्थ शिशु ही अनुभव करि पारबो हेले एबे देखंतु परमेश्वर केमती प्लान कले जे से चालिका से रास्ता भीतर से जन्म एवं आउ से सोइबाटा कोडी जागा मिलला नाही एरा प्रभुंकर प्लान तांकर एजेंडा तांकर सेरा कोडी जन्म हेबे कोड सोइबे अंतत गोटे घर भी सान घर भी कार गेस्ट रूम भी गोटे होटल नहेले मत कार गेस्ट रूम भी टिके रखथिले तांता प्रभु किंतु कले नाही केन साधारण माने गुहाड़ कुंड आजिकल चिंता करतु आपण मु आम पिला माने जे आमर पिला माने जेते नगण्य जेते गरीब जेते अवस्था थिले मद केबे मध्य हमें गुहाड़ घर जाय कि पिला को सोई पारबा नाही ना केमती स्मेली हेबो आटे के चिंता करंतु सेमान चाली चाली आसतंती केते दिन लागिथिबो सेठी तापरे जनगहड़ी परिपूर्ण तांकु जागा मिलना ना तांकु जागा मिलवार नाही सेरा परमेश्वर योजना सेति पई गुहाड़ घर रखाइथिला आ से गुहाड़ घर मद कोन सफा सुतरा कर देइथिबे कि टिके चिंता करंतु नाही नाही जनगहड़ी से लोक जे तांकु देला से जागाटा आ तांको घर मद लोके भर्ती थिबे गेस्ट गेस्ट जाक थिबे जागा नाही सेति पई सेरा देले आ सेरा सफा सुतरा करबा पई टाइम भी नथिला ए जोसेफ नाइक जाय कि निश्चय से निजे सफा सुतरा करते से निजे सफा सुतरा करी से केते स्मेली हेतिबो सेरा जागाटा केते बासना होतिबो जदि सेरा अनुभव करवा चाहछ बोले काली सकाळ टिके गुहाड़ घर टिके जानतु निजे निजे अनुभव करम हला केते स्मेली टिके देखंतु केंती अवस्था केंती जागा रे से तांकर संतान को सोइले काई कारण कोन सेरा उद्देश्य सब अच्छी ना बिना उद्देश्य प्रभु से पठेबे नहीं नेले प्रभु सर्वज्ञ जहाँ को हाथ सबू किछि सोवरिंग गॉड तांको जाए माने माने समस्त किछि तांकर अधिकार तांकर इच्छा सब चालू एले तांको पुत्रंकु एते न्यून धरणर स्थान रे एमती करी काई हाल व्हाई इट इज दैट इज क्वेश्चन किंतु आम पई सेटा सिखिबार अछि निश्चय से रास्ता देखी तांको आसबार अछि से रास्ता देखी तांको आसबार अछि जेतु काई टिके पढंतु एवरी 4 रो सॉरी सॉरी 5 रो 8 टिक पढंतु एवरी 5 रो 8 एवरी 5 रो 8
ଆଜ୍ଞା anin na awanan daily janang den itinti akanal kalan sati smoy ge daily kun bati anin mananin nyangne ରାଇଟ୍ ଆଚ୍ଛା ଓଏନଏନ ଡେଲି ଜନାଙ୍ଗ ଦିନ ଆଗାମ ତେନା ତ ସହର ନାତେ ଟିକେ ଏକ୍ଜାକ୍ଟ ଲାଗୁ ନାହିଁ ଓଡ଼ିଆ ନାଥ ଏକେ ନଲବା ଓଡ଼ିଆ ଟିକେ ପଢନ୍ତୁ ପୁତ୍ର ହେଲେ ହେଁ ଦୁଃଖ ଭୋଗ ଦ୍ୱାରା ଆଜ୍ଞା ବହତା ଶିକ୍ଷା କଲେ। ଏନିବଡି ଏସ୍ ଇଂଲିଶ ଭର୍ସନ ବେଳେ ବେଳେ ଟିକେ ପଢିବା ଦରକାର ଇଂଲିଶ ଅଛି କାହା ପାଖରେ every 500 ହୁଁ या फिर 5-8 8 ओके every 5 8 लगी हिब्रू 5-8 read in English somebody पढ़ी तो वैसे ठीक है पढ़िबे कि ପଢନ୍ତୁ ପଢନ୍ତୁ ଏସଲିସ୍ Hebrew 5:8, right? yes Although he was a son, he learned obedience through what he has suffered. another thing we can say आ गोटे କଥା ଆମେ କହିବା ଅଲଗା ତର୍ଜମାରେ ଅଲଗା ବାଇବଲ ତର୍ଜମାରେ ମୁଁ ଦେଖୁଛୁ ସେ ପୁତ୍ର ହୋଇ ସେ ପୁତ୍ର ହୋଇ ଦୁଃଖ ବହତା ଦ୍ୱାରା ଆଜ୍ଞା ବହତା ଶିକ୍ଷା କଲେ ସେ ପୁତ୍ର ହେଇକି ଦୁଃଖଟା କଣ ଶିକ୍ଷା କଲେ କିନ୍ତୁ ଈଶ୍ୱରଙ୍କ ପାଖରେ ସେ ଦୁଃଖଟା ନାହିଁ ସ୍ୱର୍ଗରେ ସେ ଦୁଃଖ ନାହିଁ କିନ୍ତୁ ସେ ପୁତ୍ର ହେଇଥିବାରୁ ସବୁ ଶିକ୍ଷା କଲେ ଦେଖନ୍ତୁ ଏଇଟା ଯେତେବେଳେ ପ୍ରଭୁ ଏ ଜଗତକୁ ଆସିଲେ ଆଉ ଗୋଟେ କଥା ଜାଣିବାର ଅଛି ଯେ ସମସ୍ତଙ୍କର ସବୁ ପ୍ରକାର ପରୀକ୍ଷା ସବୁ ପ୍ରକାର ଅଭାବ ଅନଟନ ସବୁ ପ୍ରକାର ଦୁଃଖ କଷ୍ଟ ସେ ଶିକ୍ଷା କରିବାର ଅଛି yes to learn that one ପ୍ରଭୁ ଏତେ ମହାନ ପରମେଶ୍ୱର ତାଙ୍କର ପୁତ୍ରଙ୍କୁ ପଠେଇଲେ ଏବଂ ସେ ସବୁ ପ୍ରକାର ସମସ୍ୟା ଦୁଃଖ କଷ୍ଟ ଜାଣିବାର ଅଛି ଅନୁଭବ କରିବାର ଅଛି ସେ ଦୁଃଖ ବହତା ଦ୍ୱାରା ସେ ଆଜ୍ଞା ବହତା ଶିଖିବାର ଅଛି ଦୁଃଖ ବହ ଦେଇକି ସମସ୍ତ କଷ୍ଟ ଦେଇକି ସେଥିପାଇଁ ଏ ସାନ ବେଡରୁ ଆକା ସେ ସବୁ ଶିଖିକି ଆସିଛନ୍ତି ଆଉ ଟିକେ 4-15 ଟିକେ ପଢନ୍ତୁ ସେ ଏଭ୍ରି 4-15 କାରଣ ଯେ ଆମ୍ଭମାନଙ୍କ ଦୁର୍ବଳତାରେ ଆମ୍ଭମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ଅସମର୍ଥ ଆମ୍ଭମାନଙ୍କର ଏପରି ମହାଯାଜକ ନାହାନ୍ତି ବରଂ ସେ ହୋଇ ଆମ୍ଭମାନଙ୍କ ପରି ସର୍ବତ ଭାବେ ପରୀକ୍ଷିତ ହେଲେ ଆମ୍ଭମାନଙ୍କ ପରି ସର୍ବତ ଭାବେ ପରୀକ୍ଷିତ ହେଲେ ଆମ ପରି ସମସ୍ତ ପରୀକ୍ଷାରେ ପରୀକ୍ଷିତ ହେଲେ ଖାଲି ଯୋସେଫ ଭୂୟାଁର ନୁହେଁ ଯୋସେଫ ମାଝିର ନୁହେଁ କି ଖାଲି ଡକ୍ଟର ଏସଲିସ ନୁହେଁ ସମସ୍ତ ଜଗତର ସମସ୍ତ ଲୋକମାନଙ୍କର ସବୁ ସମସ୍ୟାକୁ ସବୁ ଦୁଃଖ ସବୁ ପରୀକ୍ଷାରେ ପରୀକ୍ଷିତ ହେଲେ ଟିକେ ଚିନ୍ତା କରନ୍ତୁ ଆମେ ଆମ ନିଜର ପରୀକ୍ଷା କଣ ହଉଛି କଷ୍ଟଟା ଆମେ ଜାଣୁଛୁ ମୋର ନିଜଟା ମୁଁ ଜାଣୁଛି ଅଲଗା ବନ୍ଧୁର ତାର ସମସ୍ୟା ଗୁଡ଼ିକୁ ମୁଁ ଜାଣିପାରିବିନି କିନ୍ତୁ ଯୀଶୁ ଯେତେବେଳେ ଜଗତରେ ଥିଲେ ସମସ୍ତଙ୍କର ଯୋଉ ପରୀକ୍ଷା ସମସ୍ତଙ୍କର ଯୋଉ ଦୁଃଖ ସମସ୍ତ ଅଭାବ ଅନାଟନ ଏଇ ସବୁ ସେ ଅନୁଭବ କରି ଶିକ୍ଷା କରି ଯାଇଛନ୍ତି ଲୁକ 4:1-2 ଟିକେ ଲୁକ 4:1-2 1-2-3 ଯୀଶୁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଜର୍ଦ୍ଦନରୁ ବାହୁଡ଼ିଲେ ଏବଂ 40 ଦିନ ପର୍ଯ୍ୟନ୍ତ ଆତ୍ମାଙ୍କ ଦ୍ୱାରା ପ୍ରାନ୍ତରରେ ଚାଳିତ ହୋଇ ଶୟତାନ କର୍ତ୍ତୃକ ପରୀକ୍ଷିତ ହେଉଥିଲେ ସେହି ସମସ୍ତ ଦିନ ସେ କିଛି ଭୋଜନ କଲେ ନାହିଁ ଆଉ ସେହି ସବୁ ଦିନ ଶେଷ ହୁଅନ୍ତେ ସେ କ୍ଷୁଧିତ ହେଲେ ସେଥିରେ ଶୟତାନ ତାହାଙ୍କୁ କହିଲା ତୁମ୍ଭେ ଯେବେ ଈଶ୍ୱରଙ୍କ ପୁତ୍ର ତେବେ ଏହି ପଥରକୁ ରୁଟି ହେବା ପାଇଁ ଆଜ୍ଞା ଦିଅ ଥ୍ୟାଙ୍କ ୟୁ ସମସ୍ତ 40 ଦିନ ପରୀକ୍ଷିତ ହେଲେ ଯେ ଖାଲି ଆକ୍ଚୁଆଲି ଖାଲି 40 ଦିନ ନୁହେଁ ଯୀଶୁଙ୍କର ଜନ୍ମ ମାନେ ଜନ୍ମ ତ ନାହିଁ ଗର୍ଭସ୍ଥ ମାଙ୍କ ଗର୍ଭରୁ ଥିଲା ଠାରୁ ଏବଂ ଶେଷ ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଲୋକମାନଙ୍କ ନିମନ୍ତେ ସମସ୍ତ ପ୍ରକାର ପରୀକ୍ଷା ସେ ସହ୍ୟ କଲେ ସବୁ ପ୍ରକାର ପରୀକ୍ଷା ସବୁଦିନ ସେ ସହ୍ୟ କରିଛନ୍ତି କିନ୍ତୁ ତଥାପି ପାପ ରହିତ ହୋଇ ୱିଥାଉଟ୍ ସିନ୍
ईश्वर प्रभु यीशु ख्रीस्ट स्वयं परमेश्वर से निजकू न्यून कले एम्प्टीड हिमसेल्फ से कौन से अपना को शून्य कले माने पावर रे जो गौरव संभ्रम महानता शक्ति ए सबू को अपना को सेटा को छाड़ी देके आसले बट से पवित्रता ऐश्वर्यिक गुण तांकर केबे लॉस है ना तांकर पवित्रता ईश्वरंकर जो गुण पवित्रता तांकर केबे सेटा लॉस है तथापि मनुष्य रूप जेत आसिले मनुष्य भाव समस्त प्रकार परीक्षा देखी गले सब प्रकार परीक्षा जीवन सारा से परीक्षा देखंतु आम जेतेबेले जीशु शिशु जन्म हेले से मातांक गर्भ थिला बेले मध्य निश्चय से ता मातांक द्वारा केते कष्ट बहन करथुए से चाली चाली आसी केते समस्या रे तापरे जन्म हो तांकू कोन कोटि की जीवार थिला मिस्र देश को जीवार थिला सेरा केते दिन रास्ता के जान मिस्र देश को गले सेठी जाई कि आउतर फेरुछंती हां केते समस्या नि सब प्रकार सान बेटु आका गर्भस्थ शिशु ठारू सान समय ठारू तापर जेतेबेले से मिनिस्ट्री आरंभ कले साली खाली बुली रहउथिले नै कि हेले से निजकू माने से सब समय से परीक्षित हेउथिले किंतु पाप रहित पाप करि नाहन तार अर्थटा कोन आपण आपणकर परिवेश को आपणकर परिस्थिति की आपणकर जन्म को आपण कोट केमती आछंती केमती जगह सेरा ब्लेम करि पारबे नै दोषारोप करि पारबे इट इज पॉसिबल सेति बन जीसु कहले मोर अनुगमन कर तार माने कोन मोर जीवनटा देख मु जन्म केमती परिस्थिति थिली केमती बोली फॉलो कर किछ असुविधा प्रभु को निर्भर कर परमेश्वर को निर्भर कर पिता ईश्वर निर्भर कर सब किछ संभव हो प्रभु अनुग्रह करंतु प्रिय माने आमर विश्वास टिके मजबूत हेबार अछि प्रभु तार भरोसा रख असंभव किछि नाही जदि प्रभु के सहित आमे सब बड रहिब परमेश्वर अति आश्चर्य अति महान कार्य विषय करन आमे आमर भावना रे आमर चिंता रे आमे लिमिट कर देउ सब विषय ईश्वर को जानिबाटा एवं आम संसार बंचुबार महान आश्चर्य बंचुबाटा प्रभु अनुग्रह करंतु प्रभु को अधिक जेते समस्या जासु आमे आगु बढ़िबा प्रभु को लक्ष्य रखी सेटा तांकर जन्म समय जेते जेमती हेले मते प्रभु ईश्वरंकर योजना जेपरि से शिक्षा करिवे सब क्षेत्र रे ईश्वर होई एते न्यून धरण रे होई मध्य जेतेबेले पिता ईश्वर को निर्भर करुथिले से तांकर पिता ईश्वरंकर महानता को अनुभव कले एवं से अनुसार जीवन यापन कले आपण केमती जन्म होइतिले कोठी जन्म होइतिले सेटा बड़ कथा नाही आपण प्रभु को निर्भर करते आमे शिखिबा प्रभु सहित संपर्क रखी आ प्रभुंकर महान गुण को प्रभुंकर महान चरित्र को प्रभुंकर महान सुंदर जीवन को आमे शिक्षा करवा से अनुसार चलो परीक्षा दोषारोप तो सब बड़े रहिबो लेन वांत मनरंज इते गामलंग ति कुम आप बेरना बाते मयालंग सराम बाते हां बोले असो एक बार भांगी पडु अरे बाबू जीसुंकर कथा सब दिन ताकू कौन कहले जान ए तोर बापा तार बापा को मते गाड़ी कर तोर बापा तो कि जणा गाना सेंतिका गोटे झियो को जार की चरित्रहीन सेमती झियो को केमती की ग्रहण कला लेखा हैनी किंतु एगुडा तो थिला निश्चय मरियम को ता जीवन सारा निश्चय लोक मान ल जाइथिबे अरे बाबू आमे बाइबल पढ़ी के आज ग्रहण करछु हां आमे विश्वासी माने किंतु गोटे बाहा हैनी से लोकटा बाहा पूर्व गर्भस्थ हेछि बोले लज्जाकर विषय सेरा आमे समस्त स्पीकर सेति भाई मरियम को किंतु सब ल जाइले सेति भाई मरियम मते गोटे कथा कहउचंती एबे ठारू लोक माने मते सम्मान करबे अवश्य सेरा होउछ जेते जानुचन किंतु ता समय अनानो पनु यंगंडे ताकू लज्जाइले लोक माने आ ताकू माँ बापा को नेकी लज्जाइले जीसु को लज्जाइले से तो एतर तो बापा जना नहीं तो बोली मते एमथी अनेक किंतु से सब सेरा किछि नै काहे कि से जानी चंदी से की है he knows who he is आपण आपण गोटे कथा जीसु कहले सत्य जानो सत्य तुमको मुक्त करिव देखंतु एरा सत्य बोले जीसु ख्रीस्ट हां किंतु सत्य माने यू हैव टू नो योरसेल्फ आल्सो आपणकर सत्यता को जानंतु आपण काहा ऊपर निर्भर करूचंती ईश्वर को ऊपर एवं आपणकर दुर्बलता जेते देखुचंती आपणकर समस्या देखुचंती स्वीकार करी प्रभु को दे दियंतु सेरा प्रभु को दे दियंतु
ଆପଣ ଜାଣିକି ସେ ସତ୍ୟତାକୁ ଜାଣିକି ପ୍ରଭୁଙ୍କୁ ଦେଇଦେଲେ ଆପଣ ଆଗକୁ ବଢିବେ। କିଏ ଆପଣଙ୍କୁ କିଛି କହିବା ଦରକାର ନାହିଁ। ଆପଣ ନିଜକୁ ସମୀକ୍ଷା କରନ୍ତୁ, ଆପଣ ନିଜକୁ ପରୀକ୍ଷା କରନ୍ତୁ। ସେ ସତ୍ୟତାର ଆପଣ ନିଜ ପରୀକ୍ଷା, ଆପଣଙ୍କୁ କେହି ପରୀକ୍ଷା କରିପାରିବେନି। କିଏ କଣ କହିଲା, ଯଦି କିଛି କହିଲେ ମୋର ସେ ଭୁଲ ନାହିଁ କି ଦୁଃଖ କରିବା କଥା ନାହିଁ। ଯଦି ମତେ କିଏ କିଛି କହିଲେ ମୋର ସେ ପ୍ରକୃତରେ ଦୁର୍ବଳତା ଅଛି, ଦୁଃଖ କାହିଁ କରିବ? ସ୍ୱୀକାର କର, କନଫେସ କର, ଆଉ ଲଉଟି ଆସ। ସେଥିପାଇଁ କିଏ କଣ କହିବାଟା ଆକ୍ଚୁଆଲି ଦୁଃଖ କରିବା କଥା ନାହିଁ। ହଁ, ମନୁଷ୍ୟ ଭାବରେ ଆମେ ଦୁଃଖ କରୁଛୁ, କିନ୍ତୁ ଟିକେ ଚିନ୍ତା କରିକି ନାଇଁ ନାଇଁ ସତ କହିଛି ସେ ଲୋକଟା, ଯଦି କଣ କହିଲା ମୋ ବିରୁଦ୍ଧରେ, ଠିକ ଅଛି, ସେ କଥାଟା ମୋର ଭୁଲ ହେଇଛି, ପ୍ରଭୁ କ୍ଷମା କର, ଲୋକମାନଙ୍କୁ ମଧ୍ୟ କ୍ଷମା କର। ଯଦି ଭୁଲ ନାହିଁ, ପ୍ରଭୁ ମୋର ତ ଭୁଲ ନାହିଁ, କାହିଁକି ଦୁଃଖ କରିବି? କାହିଁକି ଯୀଶୁଙ୍କୁ ନିନ୍ଦା କଲେ, ତାଡ଼ନା କଲେ, ଏଟା ସେଟା କହିଲେ, କିନ୍ତୁ ସେ ଜାଣିଛନ୍ତି ସେ କିଏ। ସେଥିପାଇଁ ସତ୍ୟତା ଈଶ୍ୱରଙ୍କୁ ଏବଂ ଆପଣ ନିଜକୁ ଜାଣନ୍ତୁ, ଈଶ୍ୱରଙ୍କ ଉପସ୍ଥିତି ଅନୁଭବ ନିଜକୁ କରନ୍ତୁ। ସେ ଜନ୍ମ ବିଷୟରେ ସେଇ ସମସ୍ତ ସେ ଯେପରି ଶିଖିବେ, ଆଜ୍ଞାବହତା ଶିଖିବେ, ସେଥିପାଇଁ ସେ ସାନ ଠାରୁ ହିଁ ସବୁ କିଛି ଶିଖିକି ଆସିଲେ। ଆଉ ଗୋଟେ କଥା, ଗୋଟେ ବଡ ପ୍ରଚାରକଙ୍କଠୁ ମୁଁ ଶୁଣିଥିଲି, ଜଣେ ଈଶ୍ୱରଙ୍କର ଦାସ, ଅତି ପ୍ରିୟ ଦାସ। ସେଥିପାଇଁ ଟିକେ ଆମେ ପଢିବା ଜିସାୟ 53:4 ଆଉ ମାଥ୍ୟୁ 8:17। ଜିସାୟ 53:4। ନିଶ୍ଚୟ ସେ ଆମ୍ଭମାନଙ୍କର ଯାତନା ସବୁ ଧାରଣ କରିଅଛନ୍ତି ଓ ଆମ୍ଭମାନଙ୍କର ବ୍ୟଥା ସବୁ ବହିଅଛନ୍ତି। ତଥାପି ଆମ୍ଭେମାନେ ତାହାଙ୍କୁ ଆହତ ଓ ପରମେଶ୍ୱରଙ୍କ ଦ୍ୱାରା ପ୍ରହାରିତ ଓ ଦୁଃଖଗ୍ରସ୍ତ ବୋଲି ମଣିଲୁ। ଆଚ୍ଛା, ସେଇଟା ହିଁ ଲେଖା ହେଇଛି ମାଥ୍ୟୁ 8:17। କିଏ ଜଣେ? ମାଥ୍ୟୁ 8:17। ଆଜ୍ଞା, ମାଥ୍ୟୁ 8:17 ପରା। ହଁ ହଁ। Yanti gamle itinti abirnan jisayo tungmagit maran bati ano pengandeli. Antati ano jorayan rapti deti. Menan. Anin benimbim lenji pangetin do rugam lenji tambedetin. ଦେଖନ୍ତୁ, ବନେମ ବେମ ଲେଞ୍ଜି ପାଙ୍ଗେତେ ରୋଗମ ଲେଞ୍ଜି ତବେରେତେ। ଆମର ଯାତନା ଏବଂ ଆମ ରୋଗ, ଆମ ପୀଡା ସବୁ ବହନ କଲେ। ଯେ କାହାର? ସେଟା ମୋର, କେବଳ ମୋରଟା ନାହିଁ, ସାରା ଜଗତର। ଆଉ ଆମେ ଭାବୁଛୁ ଆକ୍ଚୁଆଲି ସେ କ୍ରୁସରେ ଆକା ସେଟା ବହନ କଲେ। ନାଇଁ ନାଇଁ, କ୍ରୁସର ନାହିଁ, ଆକ୍ଚୁଆଲି ଜୀବନ ସାରା ସେ କଷ୍ଟ, ପରୀକ୍ଷା ବିଭିନ୍ନ ମାଧ୍ୟମରେ ସେ ବହନ କରିଛନ୍ତି। କେହି ଜଣେ କହନ୍ତି ଈଶ୍ୱର, ଈଶ୍ୱରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟ, ସେ ରୋଗ ଥିଲା ତାଙ୍କର ଦେହରେ ବୋଲି କହିଲେ ଏଇଟା ଭୁଲ ହେଇଯିବ ବୋଲିକି ସେଟା ଟ୍ରାନ୍ସଲେସନ ସେମିତି ଡାଇରେକ୍ଟ କରାଇନି ବୋଲି କହୁଛନ୍ତି। କିନ୍ତୁ ପୃଥିବୀର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଲୋକମାନଙ୍କ ସବୁ ଦୋଷ, ଦୁର୍ବଳତା, କଷ୍ଟ, ଯାତନା, ରୋଗ ସବୁ ସେ ବହନ କରିଛନ୍ତି ଆମକୁ ମୁକ୍ତ କରିବା ପାଇଁ, ସେ ଉଦ୍ଧାର କରିବା ପାଇଁ। ତାଙ୍କର ଜୀବନଟା ଏତେ ସୁଖକର ନଥିଲା, ସହଜ ନଥିଲା, ଶାରୀରିକ ଭାବରେ ମଧ୍ୟ। କିନ୍ତୁ ସେ ଯେହେତୁ ଈଶ୍ୱରଙ୍କ ଠାରେ, ପିତାଙ୍କ ଠାରେ ଭରସା ରଖିଲେ, ସର୍ବଶକ୍ତିମାନଙ୍କ ଉପରେ ଭରସା ରଖିଲେ, ସବୁ ସମ୍ଭାଳି ପାରିଲେ। ସେଥିପାଇଁ ପ୍ରେରିତ ପାଉଲଙ୍କୁ କହିଲେ, ପ୍ରଭୁ ଅସମ୍ଭାଳୁଛି ଏଇ କଷ୍ଟଟା ମୋଟା ଦୂର କର। ନାହିଁ, ମୋର ଅନୁଗ୍ରହ ତୋ ପାଇଁ ଯଥେଷ୍ଟ, ତୋର ସେ ରହିବାର ଅଛି। ଲୋକକୁ ସେମିତି କହିଲେ, ସେଥିପାଇଁ ପ୍ରଭୁଙ୍କ ଠାରେ ମଧ୍ୟ ନିଶ୍ଚୟ ସମସ୍ୟାଟା ଥିଲା, କିନ୍ତୁ ଈଶ୍ୱରଙ୍କର ଅନୁଗ୍ରହରେ ସବୁ ସମ୍ଭାଳିଲା। ଏହାର ଅର୍ଥଟା କଣ? ଆମେ ମଧ୍ୟ ଯେତେବେଳେ ସମସ୍ୟାରେ ଅଛୁ, ଈଶ୍ୱର ଆମକୁ ଅନୁଗ୍ରହ ପ୍ରଦାନ କରେ ସେ ବଞ୍ଚିବା ପାଇଁ। ସେଟା ସେ ଆଉ ଗୋଟେ ଶେଷ ବିଷୟ ମୁଁ କହିବାକୁ ଚାହେଁ। ମିଶରକୁ ଯେତେବେଳେ ନିଆଯାଇଥିଲେ, ମରିୟମ ଜୋସେଫ ମିଶରକୁ ଯୀଶୁଙ୍କୁ ନେଇଗଲେ। ସେଠୁ ଯେତେବେଳେ ଆଉ ଦୂତ ତାଙ୍କୁ କହିଲେ ଫେରି ଆସ, ଯେ ହେରୋଦ ଯୀଶୁଙ୍କୁ, ସେ ଶିଶୁଙ୍କୁ ମାରିବାକୁ ଚାହୁଁଥିଲେ, ସେ ମରିଗଲା। ଫେରି ଆସିଲେ। ଫେରି ଆସିଲା ପରେ ସେମାନେ କୋଉଠି ରହିଲେ? ବେଥଲେହମରେ ଜନ୍ମସ୍ଥାନ ରହିଲେ ନାହିଁ, କିନ୍ତୁ ସେମାନେ ଆସିଲେ ଗାଲିଲି ଅଞ୍ଚଳ, ଆଉ ସେଟା ନାଜରିତରେ ରହିଲେ। ବେଥଲେହମ ଅଛି ଜିହୁଦାର ଡିଷ୍ଟ୍ରିକ୍ଟ, ଏବଂ ନାଜରିତରେ ଅଛି ଗାଲିଲି ଡିଷ୍ଟ୍ରିକ୍ଟରେ ଅଛି। ଆଉ ବେଥଲେହମ ଟା ମୃତ ସାଗର ପାଖାପାଖି, ଯେଟାକି ଜେରୁସାଲାମ ପାଖାପାଖି, ମୃତ ସାଗର ପାଖାପାଖି। କିନ୍ତୁ ଏଟା ବହୁତ ଦୂରରେ ଅଛି। ଗାଲିଲିଟା ନାଜରିତଟା ଗାଲିଲି ଅଞ୍ଚଳରେ, ସେଟା ଗାଲିଲି ମାନେ ସେ ଗାଲିଲି ସମୁଦ୍ର ଯୋଉଟା ଆମେ କହୁଛୁ, ସେଇ ପାଖରେ ଗାଲିଲି ହ୍ରଦ, ବହୁତ ଦୂର ଅଛି ସେଟା।
ସେଥିପାଇଁ ମାନେ କଣ ସେ କଣ କଲେ ଡରିକି ସେଠି ଗଲେ କିନ୍ତୁ ସେଟା ମଧ୍ୟ ପୁରାତନ ନିୟମରେ ଲେଖା ଅଛି ସେ ନାଜରିତ୍ୟ ବୋଲି ଖ୍ୟାତ ହେବ ବୋଲି ଲେଖା ହେଇଛି ଅଲରେଡି କିନ୍ତୁ ସେଇଟାର ସମସ୍ୟା ଗୋଟେ ଆମେ ଟିକେ କେତେଟା ପଦ ପଢିବା ତାପରେ ଅଳ୍ପ ସମୟ ବ୍ୟାଖ୍ୟା କରିବାକୁ ଯିବା ଯୋହନ 1:46 7:42 ଏବଂ 52 ଜୋନ 1:86 46 ହଁ ନିଥନିଏଲ ତାଙ୍କୁ ପଚାରିଲେ, ନାଜରିତରୁ କି କୌଣସି ଉତ୍ତମ ବିଷୟ ଉତ୍ପନ୍ନ ହୋଇପାରେ? ଫିଲିପ ତାଙ୍କୁ କହିଲେ, ଆସି ଦେଖ। ଓକେ 7:42 ଏବଂ 52 42 and 52 42 ଖ୍ରୀଷ୍ଟ ଯେ ଦାଉଦଙ୍କ ବଂଶରୁ ଓ ଦାଉଦ ଯେଉଁଠାରେ ଥିଲେ ସେଇ ବେଥଲିମ ଗ୍ରାମରୁ ଆସିବେ ଏହା କଣ ଧର୍ମଶାସ୍ତ୍ର ବାକ୍ୟ କହିନାହିଁ? ହୁଁ 52 ସେମାନେ ତାହାଙ୍କୁ ଉତ୍ତର ଦେଲେ, ତୁମ୍ଭେ ମଧ୍ୟ କଣ ଜଣେ ଗାଲିଲୀୟ ଲୋକ? ଗାଲିଲୀରୁ କୌଣସି ଭାବବାଦୀ ଉତ୍ପନ୍ନ ହୁଅନ୍ତି ନାହିଁ, ଏହା ଅନୁସନ୍ଧାନ କରି ଦେଖ। ଗାଲିଲିରୁ କୌଣସି ଭାବାଦୀ ଉତ୍ପନ୍ନ ହୁଅନ୍ତି ନାହିଁ ଏବଂ 146 ରେ ଆମେ ଦେଖିଲୁ 1:46 ରେ ନାଜରିତରୁ କୌଣସି ଭଲ ଜିନିଷ ଆସିବ କି ପ୍ରଶ୍ନ ହେଲେ ଶିଷ୍ୟମାନେ କେତେବେଳେ ଯୀଶୁଙ୍କ ସହିତ କଥାବାର୍ତ୍ତା ଆସିଲେ ଆସି କହିଲେ ଆମେ ନାଜରିତ ଯୀଶୁଙ୍କୁ ଦେଖିଲୁ ସେଇ ମସିହ ବୋଲି ଯେତେବେଳେ ନଥନିଏଲ କହିଲେ ନାଜରିତରୁ ଭଲ ଜିନିଷ ଆସିବ କି ନାଜରିତ ଜାଗାଟା ଭଲ ନାହିଁ କେମିତି ଭଲ ନାହିଁ ସେଟା ସେ ବିଷୟରେ ଆମେ ଆଉ ଦୁଇଟା ପଦ ଟିକେ ପଢିବା ଆପଣ ଜିସାୟ 9:12 ଯାଆନ୍ତୁ ଯୋଉଟା ଭାବାଣୀ କରାଇଥିଲା ଏବଂ ମାଥ୍ୟୁ 4:15-16 ପଢନ୍ତୁ ଜିସାୟ 9:12 ହୁଁ ସମ୍ମୁଖରେ ଅରାମ୍ୟମାନେ ଓ ପଶ୍ଚାତରେ ପଲେଷ୍ଟିୟମାନେ ହେବେ, ଆଉ ସେମାନେ ପ୍ରସାରିତ ମୁଖରେ ଇସ୍ରାଏଲକୁ ଗ୍ରାସ କରିବେ। ଏସବୁ ହେଲେ ହେଁ ତାହାଙ୍କର କ୍ରୋଧ ନିବୃତ୍ତ ହୁଏ ନାହିଁ, ମାତ୍ର ତାହାଙ୍କର ହସ୍ତ ପୂର୍ବ ପରି ବିସ୍ତାରିତ ହୋଇ ରହିଅଛି। ଆଚ୍ଛା ଜିସାୟ କେତେ ସେଟା 9:12 ଆଚ୍ଛା ମାଥ୍ୟୁକୁ ଆସ 4:15-16 15 ଅର୍ପଣ କରିବା ଶୁଣ ସବୁଲନ ଦେଶ ଓ ନପ୍ତାଲି ଦେଶ ସମୁଦ୍ର ନିକଟବର୍ତ୍ତୀ ଓ ଜର୍ଦ୍ଦନରେ ଅଳ୍ପର ବାସ୍ପଷ୍ଟ ବିବାସୀମାନଙ୍କ ଗାଲିଲେ ଅନ୍ଧକାରୀବାସୀ ଲୋକେ ମହାନ ଆଲୋକ ଦର୍ଶନ କଲେ ଆଉ ମୃତ୍ୟୁର ଅଞ୍ଚଳ ଛାୟାରେ ଅବଶିଷ୍ଟ ଲୋକଙ୍କ ନିମନ୍ତେ ଆଲୋକ ଉଦିତ ହେଲା। ହଁ ରାଇଟ୍ ସରି ମୁଁ ପ୍ରଥମଟା ଆକ୍ଚୁଆଲି ମଝିରେ ହାଇପେନ ଦେବାକୁ ଭୁଲିଗଲି ସେଥିପାଇଁ 12 ବୋଲି କହିଲି ସେଟା 9:1-2 ଠିକ ପଢନ୍ତୁ 9:1-2 ଜିସାୟ Jisa 9:1-2 ମାତ୍ର Aingan amaraki tungeda dagi deleji anin jiap sele lanungudan ruple adakuen anin jobulondo noptali disan puying birre bindo tiki ganangan amaneng bando joda namital bigda jatinji agalili disan anin gugute aingan aman ranji lungut lingan nyalinji aninji aboy suda panuangan gitleji do aingan aman ranji karanjidan alungut lingan basulji aninji alanangka tana aran puanglei ଓଡ଼ିଆଟା ବି ପଢନ୍ତୁ ମାତ୍ର ପୂର୍ବେ ଯେଉଁ ଦେଶ ବେଦନାଗ୍ରସ୍ତ ଥିଲା ତାହା ତିମିର ବୃତ ହୋଇ ରହିବ ନାହିଁ। ପୂର୍ବ କାଳରେ ସେ ସବୁଲୁନ ଦେଶ ଓ ନପ୍ତାଲି ଦେଶକୁ ତୁଚ୍ଛନୀୟ କରିଥିଲେ, ମାତ୍ର ଶେଷ କାଳରେ ସେ ତାହାକୁ ସମୁଦ୍ର ପଥର ନିକଟବର୍ତ୍ତୀ ଜର୍ଦ୍ଦନର ସେପାରିସ୍ତ ଗୋଷ୍ଠୀଗଣର ଗାଲିଲିକୁ ସମ୍ଭ୍ରାନ୍ତ କରିବେ। ଯେଉଁ ଗୋଷ୍ଠୀ ଅନ୍ଧକାରରେ ଭ୍ରମଣ କଲେ ସେମାନେ ମହାଆଲୋକ ଦେଖିଅଛନ୍ତି, ଯେଉଁମାନେ ମୃତ୍ୟୁଛାୟା ରୂପ ଦେଶରେ ବାସ କଲେ ସେମାନଙ୍କ ଉପରେ ଦୀପ୍ତି ଉଦିତ ହୋଇଅଛି। ଏଇଟା ହଉଛି ଗାଲିଲି ଏବଂ ନାଜରିତ ଅଞ୍ଚଳ ଆମେ ତଳକୁ ମଧ୍ୟ ପଢିଲେ ଦେଖୁଛୁ ସେଠି କଣ ଲେଖା ଅଛି ଯେଉଁଟା ମହା ଅନ୍ଧକାର 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 ଗୋଷ୍ଠୀ ମହା ଅନ୍ଧକାର ଏବଂ ମୃତ୍ୟୁ ଛାୟା ତଳେ ସେମାନେ ବାସ କରୁଥିଲେ ଆକ୍ଚୁଆଲି କଣ ସେଟା ବୋଇଲେ ସେଟା ଆମେ 12 ପଦ ଟିକେ ପଢିଲୁ ସେଟା ବି ଅଛି ଏଠି କଣ ହଉଛି ସେ ନାଜରିତ ଅଞ୍ଚଳଟା ଗାଲିଲି ଅଞ୍ଚଳଟା ମିକ୍ସ ଗ୍ରୁପ ରହୁଥିଲେ ଲୋକମାନେ ସେଠି ଜିହୁଦୀ ଏବଂ ବିଜାତୀୟ ଗ୍ରୀକ ମାନେ ମଧ୍ୟ ମିଶିକି ମିଶ୍ରିତ ଲୋକମାନେ ଥିଲେ ସେଥିପାଇଁ ଜିହୁଦୀ ମାନେ ଘୃଣା କରୁଥିଲେ ଆଉ ସେଟା କଣ ସେ
ଅଞ୍ଚଳଟା ଅତି ଖରାପ ଅଞ୍ଚଳଟା ଥିଲା। କେ ଜଣେ ଲେଖନ୍ତି, କେ ଜଣେ କୁହନ୍ତି ସେଠି ଜଣେ ମଧ୍ୟ କୁମାରୀ ଝିଅ ରହୁନଥିଲେ। ବହୁତ ଖରାପ ଲୋକ ସେ, ମାନେ ଏତେ ଖରାପ ଯେ ସେଥିପାଇଁ ମୃତ୍ୟୁର ଛାୟାରେ, ମାନେ ଏକାଥରେ ସେମାନେ ମରିଯିବା କଥା, ଏତେ କଦର୍ଯ୍ୟ ଲୋକ ଯା ଗୋଟେ ଗୋଟେ ଜାଗା ଥାଏ, ଗୋଟେ ଗୋଟେ ସ୍ଥାନ ଥାଏ, ସେମିତି ସେମିତି ଏମିତିକା ଜାଗା, ଏତେ ଖରାପ ଜାଗାରେ। ସେଥିପାଇଁ ନାଥନିଏଲ କହୁଛନ୍ତି, ଅଲଗା ମାନେ ମତେ କହୁଛନ୍ତି, ତମେ ଦେଖ, ପଢି ଦେଖ, ସେ ନାଜରିତରୁ ଗାଲିଲି ଅଞ୍ଚଳ କଣ ଭଲଟା ଆସିବ କି, କଣ ଭଲଟା ଆସିବ, ସେଇଟା ପ୍ରଶ୍ନ। ଆଚ୍ଛା, ମୁଁ କହିବାର ଉଦ୍ଦେଶ୍ୟଟା କଣ ଦେଖନ୍ତୁ, ଈଶ୍ୱରଙ୍କର ପୁତ୍ରଙ୍କୁ ଈଶ୍ୱର ଏମିତିଆ ଗୋଟେ ଜାଗାକୁ ପଠାଉଛନ୍ତି, ଏମିତିଆ ଯୋଉଠି ସିଲେକ୍ଟ କରୁଛନ୍ତି ଯୋଉଠିକି ଲୋକମାନେ ମାନେ ଟୋଟାଲି ନୈତିକତାର ଧରାଶାୟୀ ହେଇଯାଇଛି, ଟୋଟାଲି ଫଲେନ୍ ଦ ମୋରାଲିଟି, ନୈତିକ ଗୁଣ କିଛି ନାହିଁ, ସୁନ୍ଦର ଜୀବନ କିଛି ନାହିଁ, ଅନ୍ଧକାର, ଟୋଟାଲି ଭୟଙ୍କର ଅନ୍ଧକାର ହେଇଛି, କିଛି ଭଲ ବିଷୟ ନାହିଁ। ସେଇ ଜାଗାରେ ପ୍ରଭୁ ଯୀଶୁ ବଢୁଛନ୍ତି, କିନ୍ତୁ ଟିକେ ମଧ୍ୟ ପାପ କରିନାହାନ୍ତି। ଆମେ ଆମର ପରିସ୍ଥିତିକୁ ନିନ୍ଦୁଛୁ, ଆମର ପରିବେଶକୁ ନିନ୍ଦୁଛୁ, ଆମର ବ୍ୟାକଗ୍ରାଉଣ୍ଡକୁ ନିନ୍ଦୁଛୁ, ଆମର ପୃଷ୍ଠଭୂମିକୁ ନିନ୍ଦୁଛୁ। ନାଇଁ ନାଇଁ, ହେବ ନାଇଁ। ଆମେ ପ୍ରଭୁଙ୍କୁ ଜାଣିଛୁ, ପ୍ରିୟ ଈଶ୍ୱରଙ୍କର ସନ୍ତାନଗଣ, ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେବା। ପ୍ରଭୁ ଆମକୁ ସବୁ ରାସ୍ତା ଦେଖେଇଛନ୍ତି। ଯଦି ପିତାଙ୍କ ଉପରେ, ଈଶ୍ୱରଙ୍କ ଉପରେ ନିର୍ଭର କର, ଭଲ ଜୀବନ ଯାପନ କରିବା ସମ୍ଭବ। ଏତ ଭୟଙ୍କର ଅନ୍ଧକାର ଜାଗାରେ ମଧ୍ୟ ତୁମେ ମହା ଆଲୋକ ଦେଖିଅଛନ୍ତି, ହେଲା। ଅନ୍ଧକାରବାସୀ ମାନେ ମହା ଆଲୋକ ଦେଖିଅଛନ୍ତି, ଅତି ଭୟଙ୍କର ଅନ୍ଧକାର। ସେଟା ଲେଖା ହେଇଛି ମୃତ୍ୟୁର ଛାୟା, ମାନେ ମରିଯିବା କଥା, ଏତେ ଜଘନ୍ୟ ଲୋକମାନେ। କିନ୍ତୁ ଈଶ୍ୱରଙ୍କ ପୁତ୍ର ସେଇଠିକୁ ରହିବା ପାଇଁ ସୁଯୋଗ ଦେଲେ, ସେଇଠୁ ବଢିଲେ, ପ୍ରାୟ 30 ବର୍ଷ କାଳ ସେଠି ବଞ୍ଚିଛନ୍ତି, 30 ବର୍ଷ କାଳ ସେଠି ବଞ୍ଚିଛନ୍ତି, କିନ୍ତୁ ପାପ ରହିତ, ଯୋଉଠିକି ଦୁର୍ନାମ ପରିପୂର୍ଣ୍ଣ, ଯୋଉଟା କି ଲୋକମାନେ ଘୃଣା କରୁଥିଲେ, ସେଇ ଜାଗାଟା ଏତେ କଦର୍ଯ୍ୟ ଜାଗା, ସେଠି ଯିବାକୁ ପସନ୍ଦ କଲେ ନାହିଁ। ଆଉ ସେଇଠୁ କୌଣସି ଭଲ ବିଷୟ ବାହାରିବ ନାହିଁ ଲୋକମାନେ କହୁଥିଲେ, କିନ୍ତୁ ସେଠି ମହା ଆଲୋକ ବାହାରିଲା। ପ୍ରେଜ୍ ଦ ଲର୍ଡ। ଈଶ୍ୱରଙ୍କର ଶକ୍ତି ସେମିତି, ପ୍ରିୟ ଈଶ୍ୱରଙ୍କ ସନ୍ତାନ ମାନେ, तेना से कितुंगले नारना थी आमन जेमती का जागा होना कहेंगी आसु प्रभुंकटा नत हेबा, प्रभुंटार शरण नेबा। एटा जीशु ईश्वरଙ୍କ द्वारा आमे सब परिस्थिति रे जय हेई पारबा, तांकर शक्ति रे, आम निजर शक्ति रे नुहे। जीशुଙ୍କର କଥା ଆମେ ଦେଖୁଛୁ, ପ୍ରତି ମୁହୂର୍ତ୍ତ, ପ୍ରତି ସମୟରେ ପିତାଙ୍କ ସହିତ କଣ୍ଟାକ୍ଟ ରଖୁଥିଲେ। ପିତାଙ୍କ ସହିତ ଏମିତିକା ବୋଧେ ସମୟ ନଥିବ ଯୋଉଟା କି ପିତାଙ୍କ ସହିତ ବିଚ୍ଛିନ୍ନ ହେଇଛନ୍ତି। ଗୋଟେ ମୋମେଣ୍ଟ ହେଇଥିଲା ଆମର କାରଣ, ଗୋଟେ ସେଟା କ୍ରୁସରେ, ହେ ପିତ ତୁମେ ମତେ କାହିଁକି ପରିତ୍ୟାଗ କର। ଆମମାନଙ୍କ ନିମନ୍ତେ ଆମମାନଙ୍କର ଅନନ୍ତ ମୃତ୍ୟୁ, ଅନନ୍ତ ଦଣ୍ଡ ସେଇ ଅଳ୍ପ ସମୟ ପାଇଁ ସେ ବହନ କଲେ। ସେଇ ସମୟରେ ପିତା ତାଙ୍କୁ ପରିତ୍ୟାଗ କଲେ, ଯେହେତୁ ସମସ୍ତ ପୃଥିବୀସ୍ଥ ସମସ୍ତ ପାପ ସେଇଥିରେ ପାପୀ କରାଗଲେ, ସେଇ ସମୟରେ ଅଳ୍ପ ସମୟ ପାଇଁ ପିତା ବିଚ୍ଛିନ୍ନ ହେଇଗଲେ। କିନ୍ତୁ ଅଲଗା ସମୟ କେବେ ଈଶ୍ୱରଙ୍କ ସହିତ, ସେ ପିତାଙ୍କ ସହିତ ବିଚ୍ଛିନ୍ନ ହେଇନାହାନ୍ତି। ସେଥିପାଇଁ ଏଇ ସମସ୍ତ ବିଷୟ, ମାନେ ସେ ବିନା ପାପରେ, ପାପ ଟିକେ ବି ନ ଛୁଇଁ, ତାଙ୍କୁ ପାପ ଛୁଇଁ ପାରିଲା ନାହିଁ, ସେ ରହିପାରିଲେ ଜଗତରେ। ଏନ୍ତା ଥିଲେ ନରକ ଶୁଇଲେ ଆମର ନିଦର୍ଶନ, ଆମର ମଡେଲ ପ୍ରଭୁ ଯୀଶୁ। ସେଥିପାଇଁ ସେ କହିଲେ ମୋର ଅନୁଗମନ କର, ବାରମ୍ବାର ଗୋଟେ ଜାଗା ନାହିଁ, ମୋଠାରୁ ଶିଖ, ମୋର ଅନୁଗମନ କର। ମୁଁ ଯାହା ଶିଖେଇଛି ଆଉ ଜଣେ ପଠେଇଛି, ସେ ତୁମକୁ ଶିଖାଇବେ। ପ୍ରିୟ ମାନେ, ଆପଣ ଯାହା କରନ୍ତୁ, ୟୁ ଆର୍ ଇନ୍ ଦ ଜବ୍, ୟୁ ଆର୍ ଇନ୍ ଦ ବିଜନେସ୍, ୟୁ ଆର୍ ଇନ୍ ଦ ମିନିଷ୍ଟ୍ରି, ଆପଣ ସେବାରେ ଅଛନ୍ତି, ଆପଣ ଗୋଟେ ଚାକିରିରେ ଅଛନ୍ତି, ବିଭିନ୍ନ ପ୍ରକାର ଚାକିରି, ଆପଣ ବିଜନେସରେ ଅଛନ୍ତି, ଆପଣ ଗୋଟେ ଗୋଟେ କୃଷକ ଅଛନ୍ତି, ଫାର୍ମର ଭାବରେ ଅଛନ୍ତି, ଯେକୌଣସି ଆସୁ ଆମେ ଯୀଶୁଙ୍କ ସହିତ, ପ୍ରଭୁଙ୍କ ସହିତ ସବୁବେଳେ ରହିବା। ଆକ୍ଚୁଆଲି ତାଙ୍କ ଦ୍ୱାରା ମହାନ କାର୍ଯ୍ୟ କରିପାରିବା, ଆମେ ଉତ୍ତମ ସାକ୍ଷ୍ୟ ବହନକାର ହେଇପାରିବା। ଆଉ ଗୋଟେ କଥା କଣ, ଆମେ କଣ ଆମର ନିଜର ଇମେଜକୁ ରଖିବା ପାଇଁ ଚାହୁଁଛୁ, ସେଥିପାଇଁ ଆଉ ସେଟା ହବ ନା। ଯୀଶୁ କହିଲେ, ଯେ ନିଜକୁ ବଞ୍ଚେଇବାକୁ ଚାହିଁବ ସେ ହରାଇବ, ଯେ ନିଜକୁ ହରାଇବ ମୋ ପାଇଁ ସେ ବଞ୍ଚିବ। ଏ ସତ୍ୟତା ଆମେ ଜାଣିପାରୁନୁ, ଏ ବିଶ୍ୱାସ କରୁନୁ। ବେଳେ କଣ ହଉଛି, ଆମ ନିଜ ଇମେଜକୁ, ଆମ ନିଜ ଗୌରବକୁ, ଆମ ନିଜ ସମ୍ମାନକୁ ରଖିବା ପାଇଁ ବୋଲି ଆମେ ଚାହୁଁଛୁ, ସେଥିପାଇଁ ସେଇଟା ରହୁନାହିଁ। କିନ୍ତୁ ଯେତେବେଳେ ପ୍ରଭୁଙ୍କର ଗୌରବ ବଞ୍ଚେଇବୁ, ନିଜକୁ ନତ ହେଇକି ପ୍ରଭୁ ତୁମେ ଗୌରବ ପାଅ ବୋଲି ଆଗ ପ୍ରଭୁଙ୍କୁ ରଖିବୁ, ଆମର ଗୌରବଟା ପ୍ରଭୁ ସେଇଟା କରିବେ। ଯେହେତୁ ପ୍ରଭୁ କହିଲେ ଯେ ଆମ୍ଭକୁ ଗୌରବ କରେ, ଆମେ ତାଙ୍କୁ ଗୌରବ କରିବା।
हालेलुया प्रभु अनुग्रह करंतु यीशु पिताଙ୍କ ସହିତ ସବୁବେଳେ ସମ୍ପର୍କ ରଖିବା ଯୋଗୁଁ ଆଉ ଜଘନ୍ୟ ସ୍ଥାନରେ ଭୟଙ୍କର ପରିସ୍ଥିତି ଥିଲେ ମଧ୍ୟ ସେ ନିଷ୍ପାସ ହୋଇ ଜୀବନ ଯାପନ କରିପାରିଲେ ଏବଂ ସବୁ ସମୟରେ ତାଙ୍କ ଶରୀରରେ ସେ ଆମର ସମସ୍ତ ଦୁନିଆର ବେଦନା ଯନ୍ତ୍ରଣା ରୋଗ ପୀଡ଼ା ଗ୍ରହଣ କଲେ ମଧ୍ୟ ସେ ଅନୁଗ୍ରହରେ ଈଶ୍ୱରଙ୍କର ଅନୁଗ୍ରହରେ ସବୁ ବହନ କରିପାରିଲେ ମଣ୍ଡଳୀ ପ୍ରଭୁ ଆମକୁ ଅନୁଗ୍ରହ କରନ୍ତୁ ଆଉ ତାଙ୍କର ପରିସ୍ଥିତି ପରିବେଶ ମଧ୍ୟ ସୁନ୍ଦର ନଥିଲା କିନ୍ତୁ ସେରାକୁ ଭୟ ନା ଆରେ ବାବୁ ସେ କଥା ନିଶ୍ଚୟ ସେ ଜାଣିଛନ୍ତି ମୁଁ କିଛି ଆଣି ନାହିଁ କିଛି ନେବି ନାହିଁ କିନ୍ତୁ ମୋର ଯାହା ଅଛି ତାହା ମୁଁ ଦେବି ଜଗତର ଲୋକମାନଙ୍କ ନିମନ୍ତେ ଗୋଟେ ଆଦର୍ଶ ସେଥିପାଇଁ ଜନ 1:4 ଲେଖା ଅଛି ତାଙ୍କଠାରୁ ଜୀବନ ଥିଲା ସେଇ ଜୀବନ ମନୁଷ୍ୟ ମାନଙ୍କ ନିମନ୍ତେ ଜ୍ୟୋତି in him was life in him was ଆମାନ ଆଦର୍ଶ ପ୍ରଭୁ ଆମକୁ ଅନୁଗ୍ରହ କରନ୍ତୁ ଦେନ୍ ଆମର ପରିସ୍ଥିତିକୁ ଆମର ପରିବେଶକୁ ନିଦାନ କିନ୍ତୁ ପ୍ରଭୁଙ୍କ ଉପରେ ନିର୍ଭର ପ୍ରଭୁକୁ ଭୟ କରିବା ପ୍ରଭୁଙ୍କ ଆଗରୁ ପ୍ରଭୁଙ୍କ ଟିକେ ଶରଣ ନେବା ପ୍ରଭୁଙ୍କ ଉପରେ ଭରସା ରଖି ଯୀଶୁଙ୍କଟା ସବୁବେଳେ ଶରଣ ନେବା ପ୍ରଭୁ ଜୟଯୁକ୍ତ ଜୀବନ ଯାପନ କରିବା ପାଇଁ ଦିଅନ୍ତୁ ଏବଂ ଅନେକଙ୍କ ନିକଟ ସାକ୍ଷ୍ୟ ବହନ କରିବା ପାଇଁ ଆମ ପ୍ରତ୍ୟେକଙ୍କୁ ସାହାଯ୍ୟ କରନ୍ତୁ ଏ ବାକ୍ୟ ଦ୍ୱାରା ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ ଆମେନ୍ ଜନି au kitun abantan bari logi tine jisun abinan sanle jisun akru kudan sanle au ateng kambolin sirun donglen au galamachin agna lemlengan abinalen kitun sita eti do asing binal sita eti do ଯେତିକି ଜଣ ଆମେ ମଧ୍ୟ ସ୍ୱରାଜ୍ୟ ଆମେ ଜଏନ୍ ହୋଇଅଛୁ ପ୍ରଭୁଙ୍କର ବାକ୍ୟ ଯେପରି ଆମେ ଆଉ ସ୍ପଷ୍ଟ ଭାବରେ ଆମେ ଜାଣିପାରିବା ସେଥିପାଇଁ ପ୍ରଭୁ ଆଶୀର୍ବାଦ କରନ୍ତୁ କୁଡବ୍ଲ୍ୟୁ ସୀତା ଅଛି ଆଉ ବିନାଲିଙ୍ଗନ ଆଉ ତିନେ କିତୁନ ଆବାନ୍ତ ନାଙ୍ଗରେ ତିନେ ଜୁତେଲ ନାୟକା टीचर प्रार्थना करिवे तापर आमे समाप्त करिवे जुते नायका सर जुतेल नायका सर अछंती सारଙ୍କ ପାଇଁ ପ୍ରାର୍ଥନା କରିବେ ପରିବାର ନିମନ୍ତେ वे तो विजय बहुत अच्छा सर का कहले दियंतु होतरे चेंज करनु हमर तरजसिंह एरिया रो हमर जीएसओ गमांग प्रार्थना करिवे सारଙ୍କ ପାଇଁ ଆଜ୍ଞା ଆପଣ ଆସନ୍ତା ମାନେ